ମତରେ ମାନେ ମଥୁରାନାଥର ସମାଲୋଚନାର ସଚ୍ଚି ରାଉତରାୟଙ୍କ ଉପରେ ସମାଲୋଚନା କରିବାକୁ ଯାଇ ଯୋଉ ମନ୍ତବ୍ୟ ଦେଇଛନ୍ତି ତାକୁ ହିଁ ମୁଁ ଉଦ୍ଧାର କରୁଛି। ସଚ୍ଚି ରାଉତରାୟଙ୍କ କବିତାର ଆଙ୍ଗିକ ଓ ଆତ୍ମିକର ଯେଉଁ ସବୁ ପରିବର୍ତ୍ତନ ଆଣିବା ପାଇଁ ସେଗୁଡ଼ିକ ହେଲା ଯେ କବିତାର ପୋଷାକୀ ଭାଷା ପରିବର୍ତ୍ତେ ରୋକଠୋକ ଗଦ୍ୟ ଭାଷାର ବ୍ୟବହାର, ଆକୃତି ସହ କାବ୍ୟିକ ରୀତିର ସମନ୍ୱୟ ଘଟାଇ ନିରୁଳା କାବ୍ୟିକ ଓ ଆବିଧାନିକ ଶବ୍ଦର ଯଥାସମ୍ଭବ ମୁହ କଟାଇ ପ୍ରଚଳିତ ଶବ୍ଦର ନୂତନ ଓ ବ୍ୟଞ୍ଜନାପୂର୍ଣ୍ଣ ପ୍ରୟୋଗ କରାଗଲା। ଫଳତଃ କବିତା ହୋଇ ଉଠିଲା ପ୍ରାଣବନ୍ତ। ଗୁରୁ ଗମ୍ଭୀର ଭାବର ପ୍ରକାଶ ପାଇ ବୟାର ଛନ୍ଦର ପ୍ରଚଳନ ଆଖିରେଖା ଛନ୍ଦ ଅପେକ୍ଷା କାନଶୁଣା ଛନ୍ଦ ଉପରେ ଗୁରୁତ୍ୱ ଆରୋପ କଲେ। ପାରମ୍ପରିକ ଛନ୍ଦର ଅନୁଶାସନର ମୁକ୍ତ ହୋଇ ମୁକ୍ତ ଛନ୍ଦ ଓ ଗଦ୍ୟ ଛନ୍ଦର ସେ ପ୍ରବର୍ତ୍ତନ କଲେ। ତାଙ୍କର ନୂତନ କବିତାରେ ଉପଧା ଜ୍ୟୋତି ଜମକର ଯୋଉ ଆଡମ୍ବର ରହିଲା ନାହିଁ, ଉପଧାର ଧରାବନ୍ଧା ନୀତି ପରିବର୍ତ୍ତେ ସ୍ପ୍ରାଙ୍ଗରିଦିମକୁ ସେ ବ୍ୟାପକ ଭାବରେ ଗ୍ରହଣ କଲେ। ଘୋଷରା ଉପମାର ସ୍ଥାନ ନେଲା ନିତ୍ୟ ନୂତନ ଚିତ୍ରକଳ୍ପ। ତାହା ଅତ୍ୟନ୍ତ ପ୍ରଭାବଶାଳୀ ଓ ଇଙ୍ଗିତ ଧର୍ମୀ ହୋଇପାରିଲା। ପ୍ରାଚ୍ୟ ପାଶ୍ଚାତ୍ୟର ରସତତ୍ତ୍ୱକୁ ଆଲୋଚନା କରି ପୂର୍ବ ପ୍ରତିଷ୍ଠିତ ରସ ସିଦ୍ଧାନ୍ତକୁ ଅସ୍ୱୀକାର କଲେ ଏବଂ ପରସ୍ପର ବିରୋଧୀ ରସର ଅବତାରଣା କଲେ। ସାମ୍ପ୍ରତିକ ଜୀବନ ସହ ଅତୀତର ସମନ୍ୱୟ କଲେ ଏବଂ ଐତିହାସିକ ପୁରୋଦୃଷ୍ଟି ସମ୍ପନ୍ନ ହୋଇ ଉଠିଲା ତାଙ୍କର ରଚନାବଳୀ। ମାର୍କ୍ସବାଦୀ ଓ ଫ୍ରଏଡୀୟ ଚେତନାର ସେ ପ୍ରୟୋଗ କଲେ। ପ୍ରତୀକ ଓ ମିଥ୍ ଗୁଡ଼ିକୁ ପ୍ରଦାନ କଲେ ନୂତନ ଦ୍ୱିତନା ଓ ଅର୍ଥ। ରାଜନୀତି ଓ ସମାଜନୀତିର ବୈଜ୍ଞାନିକ ବିଶ୍ଳେଷଣ, ବିଶ୍ୱ ତଥା ଦେଶୀୟ ସମସ୍ୟାର ଯୋଉ କ୍ୟାନଭାସ ଉପରେ ଗଢି ଉଠିଲା ତାଙ୍କ ସୃଷ୍ଟିଶୀଳତାର ଚୌହଦି। ଏହି ଦୃଷ୍ଟିରୁ ସେ ହେଲେ ଉଭୟ ପ୍ରଗତିବାଦୀ ଓ ପ୍ରଗତିଶୀଳ ଲେଖକ। କବି ମନର ଯୋଉ ବୌଦ୍ଧିକ ଜିଜ୍ଞାସା ହେଲା ଅତି ଉଚ୍ଚ କୋଟିର। ଅର୍ଥନୈତିକ ସମସ୍ୟାର ପର୍ଯ୍ୟାଲୋଚନା ବେଳେ କବି ଯେତେ ସଚେତନ ହେଲେ ତଦ୍ରୂପ ସଚେତନ ହେଲେ ଆତ୍ମବିଶ୍ଳେଷଣ ବେଳେ। ନବଯୁଗର କବି ମାନସରେ ସଚ୍ଚିଦାନନ୍ଦଙ୍କର ପ୍ରଭାବ ବ୍ୟାପକ ଭାବରେ ପରିଲକ୍ଷିତ ହେଲା, ଯେଉଁଥିରୁ ଆଜିର କବିମାନେ ମଧ୍ୟ ମୁକୁଳି ପାରିନାହାନ୍ତି। ଓଡ଼ିଆ ଉପନ୍ୟାସ, ଗଳ୍ପ ଓ ନାଟକ କ୍ଷେତ୍ରରେ ସେ ଏକ ନବଚେତନାର ପ୍ରତିଫଳନ ଘଟାଇଲେ। ରାଉତରାୟ ଜଣେ କ୍ଲାସିକ ସ୍ରଷ୍ଟା। ଏକ ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ବାନ୍ଧି ହୋଇ ରହିଯିବା ଭଳି ପ୍ରତିଭା ସେ ନୁହନ୍ତି। ତାଙ୍କର ବାଜିରାଉତ, ପାଣ୍ଡୁଲିପି, କବିତା 1962, ଚିତ୍ରଦୀପ ଉପନ୍ୟାସ ଓ ଅନେକ ଗଳ୍ପ ଭିତରୁ ସେ ବେଶ ଜ୍ୟୋତିର୍ମୟ ହୋଇ ଉଠନ୍ତି ଆମ ସମ୍ମୁଖରେ। ସେ ପୃଥିବୀ ପରିକ୍ରମା କରିଛନ୍ତି। ସେ କଥା ତାଙ୍କର ଜୀବନୀ ଯୋଉ ଉତ୍ତର କକ୍ଷର 2 ଖଣ୍ଡରେ ସୁବିନ୍ୟସ୍ତ ହୋଇଛି। ମୋର ମନେ ହୁଏ ଏପର୍ଯ୍ୟନ୍ତ ସେ ହିଁ ଏକମାତ୍ର ଓଡ଼ିଆ କବି ଯିଏକି ଓଡ଼ିଶା ବାହାରେ ଓ ଭାରତ ବାହାରେ ବ୍ୟାପକ ଭାବରେ ଆଲୋଚିତ। 1987 ମସିହାରେ ଯିଏ ସେ ଯୋଉ ସର୍ବଭାରତୀୟ ଜ୍ଞାନପୀଠ ପୁରସ୍କାର ପାଇବା ପରେ ପ୍ରାୟ 6 ମାସ ଧରି ତାଙ୍କର ସମ୍ପର୍କରେ ଉଭୟ ଦେଶରେ ଓ ବିଦେଶର ଖବରକାଗଜ ଓ ପତ୍ର ପତ୍ରିକାରେ ତାଙ୍କରି ପ୍ରସଙ୍ଗ ଅଧିକ ସ୍ଥାନିତ ହେଉଥିଲା। 1955 ମସିହାରେ କଲିକତାରେ ବସୁଧା ଚକ୍ରବର୍ତ୍ତୀ ଏକ ସିମ୍ପୋଜିୟମର ଆୟୋଜନ କରି ସଚ୍ଚି ବାବୁଙ୍କ ଉପରେ ବିଧିବଦ୍ଧ ଓ ବ୍ୟାପକ ଆଲୋଚନାର ପୃଷ୍ଠଭୂମି ପ୍ରସ୍ତୁତ କରିଥିଲେ ଏବଂ ସେ ଆଲୋଚନା ଗୁଡ଼ିକ ସଚ୍ଚି ରାଉତରାୟ ଏ ପଏଟ୍ ଅଫ୍ ଦ ପିପଲ ବହିରେ ପ୍ରକାଶିତ ହୋଇଥିଲା। ସେଥିରେ ଭାରତବର୍ଷର ବହୁତ ଖ୍ୟାତନାମା ବ୍ୟକ୍ତି ତଥା ପ୍ରାଣକୃଷ୍ଣ ପରିଜା, ହୁମାୟୁନ କବିର, ସୁନୀତ କୁମାର ଚାଟାର୍ଜୀ, କେ.ଆର୍. ଶ୍ରୀନିବାସନ ଆୟଙ୍ଗାର, ଚିନ୍ତାମଣି ବେହେରା, ନଟବର ସାମନ୍ତରାୟ ପ୍ରମୁଖ ତାଙ୍କ ସମ୍ପର୍କରେ ତାଙ୍କ ସୃଷ୍ଟି ସମ୍ପର୍କରେ ପ୍ରବନ୍ଧ ଲେଖିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଥିବା ହରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ସଚ୍ଚିଦାନନ୍ଦଙ୍କର ବାଜିରାଉତରେ ଇଂରାଜୀ ଅନୁବାଦ କରିଥିଲେ 1942ରେ ଏବଂ ତାହା ଆୟାରଲ୍ୟାଣ୍ଡରୁ ପ୍ରକାଶିତ ହୋଇଥିଲା। ତତ୍କାଳିକ ଏହି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କଲା ସେତେବେଳେ ଇଂରାଜୀ ଗ୍ରନ୍ଥ। ବାସ୍ତବରେ ସଚ୍ଚିବାବୁ ଥିଲେ ଶବ୍ଦର ଜଣେ ଯାଦୁକର। ସେଥିପାଇଁ ସେ ଅନେକଙ୍କର ପ୍ରିୟ, ମୋର ବି ପ୍ରିୟ, ଆପଣମାନଙ୍କ ସମସ୍ତଙ୍କର ପ୍ରିୟ। ଶବ୍ଦକୁ ନେଇ ଖେଳିବାରେ ସେ ଥିଲେ ଖୁବ୍ ସିଦ୍ଧହସ୍ତ। ଶବ୍ଦ ଗୁଡ଼ିକୁ ଭାଙ୍ଗନ୍ତି, ଯୋଡ଼ନ୍ତି, ପୁଣି ବି ଖଣ୍ଡ ଖଣ୍ଡ କରିଦିଅନ୍ତି। ଶ୍ମଶାନିତ ଭଙ୍ଗା ନୂଆ ଖାଲି ବାଜୁର ଅଳକା ସାନ୍ୟାଲ ପୁଣି ନବଜୀବନ ପାଇ ହସି ଉଠେ। ଠାଣି ଭିତରେ କବିତ୍ୱ ଯେପରି ବିଳମ୍ବିତ ନ ହୁଏ ଏକଥା ରାଉତରାୟ ସବୁବେଳେ ଦୃଷ୍ଟି ଦେଇଛନ୍ତି। କବିତା 1962ର ଯୋଉ ଦର୍ପଣ କବିତାର ତ୍ରୁଟିକୁ ସେ ବି ଅତି ଅଳ୍ପ ଦିନ ଭିତରେ ସୁଧାରି ଦେଇଛନ୍ତି।
बेले बेले कवितार अत्यधिक भाषण धर्मिता को से ग्रहण भी करिसंती मात्र तांकर कवि मन ताहाको समर्थन करि पारि नथिला से कहंती कवितारे जेते वाग्धर्मी बा गद्यधर्मी हेउना कहीं कविता जेते वाग्धर्मी बा गद्यधर्मी हेउना कहीं तार काव्यिक सौंदर्य निश्चय अब्याहत रखा पड़ो कविता तो युधिष्ठिर रथ से भूई रे खूब से निकट रे थिले मध्य भूई को आंगुले उपरे चलिबा तार स्वभाव आधुनिक कविता रे गद्यर परिच्छन्नता संगे कवितार आवेग संचारी स्वभावर सम्मिश्रण और समन्वय न घटिले ता कविता ही हेब नाही आधुनिक हेबा तो दूर कथा वास्तव रे कवि सच्ची राउतराय ए पर्यंत अनतिक्रमणीय सच्ची राउतरायଙ୍କର श्रेष्ठ काव्यकृति होची जो पांडुलिपि जो कविंकर घटिछि असामान्य उत्तरण आज आधुनिक ओडिया कविता सर्वभारतीय तथा अंतर्जातीय क्षेत्र में सम्मानित जदि होइथाय बा निजको समकक्ष बोली विचारु थाय तेबे ताहा बाजीराउत और पांडुलिपि पई संभव होई पारिछि बोली व्यक्तिगत भाव एवं अन्य माने भी ताहा विचार करती पल्लीश्रीर पल्ली आमुखता भितरु बौद्धिक परिमंडल भितर को प्रवेश कला बेले सच्ची राउतराय क्रमे होई उठिसंती गंभीर एवं दायित्व संपन्न तांकर समसामयिक कवि गुरु महांती अभिभूत होई लिखिछंती आकाशरु खसी आसे तारा आउ सच्ची राउतरा कपुत कपुती समुद्र स्थान किंबा एते बेले चक्रवाळ बोध हुए कांदुथिबो एते बेले निद भांगी आसुथिबो लावण्य नदीर शरत ऋतुर जन्म गुरुप्रसाद मान ये सब पद गुड़िक को आमको बारंबार स्मरण आनी दिए सच्चित राउतराय महान स्रष्टा पुरुष को वास्तव में कवि सच्चित राउतराय होउछंती आम जातीय जीवन रे ओडिया प्राक स्वाधीनता काल रे जन्मित और स्वाधीनतार परवर्ती काल रे जो दीर्घ 70 वर्षर जो साधनामय जो सुविस्तृत जीवन धारा आम साहित्य विपुल भाव सम्मानित भावुची जे कवि सच्ची राउतराय को अधिक रु अधिक आमको चर्चा करिवार आवश्यकता आहुरी रही आम गवेषक माने कवि सच्चित राउतराय जो नुआ नुआ सब दृष्टिभंगी कवितार जेकोसी कविता भितर आपण माने अनुभव करिवे ताको आहुरी उद्घाटित करिवे एवं कवि सच्ची राउतराय तांकरी भाषा रे जो पंक्तिटी आम समस्त को सब बेले बारंबार आमको मने पकाई दे महान कवि को।